ଜୟ ଶ୍ରୀରାମ ସାଙ୍ଗମାନେ। ତ ସାଙ୍ଗମାନେ ଆଗରୁ ଆପଣମାନେ ଯାତ୍ରା ଡ୍ରାମା ମେଲୋଡ଼ି ତ ବହୁତ ଦେଖିଥିବେ। ତ ଆଜି ଆମେ ପଛେ ପହଞ୍ଚିଲୁ ଯେ କି ରାମଲୀଳା ଦେଖିବା ପାଇଁ, ଯେଉଁ ରାମଲୀଳା କି ଆମର ପ୍ରତାପ ନଗରୀର ରାମଲୀଳା କମିଟି ଦ୍ୱାରା ପ୍ରଯୋଜିତ। ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ମେକଅପ୍ ଆର୍ଟିଷ୍ଟ ମାନେ ମେକଅପ୍ କରାଉଛନ୍ତି। ଆଉ ସାଙ୍ଗମାନେ ଏଭଳିଆ ଦିନରେ ରାମଲୀଳା ବହୁତ ଦିନ ପରେ ତ ଆମେ ଦେଖିବା ପାଇଁ ଆସିଥିଲୁ ଆଜି। ତ ସାଙ୍ଗମାନେ ଆମେ ତ ଆସି ପହଞ୍ଚି ଯାଇଛୁ। ଦେଖିଛୁ ଆଗକୁ କିଭଳି କେଉଁ ପ୍ରକାରର ଆୟୋଜନ ହେଇଛି, ଆସନ୍ତୁ ଆପଣମାନେ ବି ଦେଖିବେ। ତ ଦେଖିପାରୁଥିବେ ସାଙ୍ଗମାନେ କେଉଁ ପ୍ରକାରର ଲାଇଟ୍ ଆରେଞ୍ଜମେଣ୍ଟ ହେଇଛି, ବହୁତ ସୁନ୍ଦର ଡେକୋରେଟ୍ ମଧ୍ୟ ହେଇଥିଲା। ତ ସାଙ୍ଗମାନେ ସମସ୍ତଙ୍କ ପାଇଁ ଭୋଜନର ବି ଆୟୋଜନ ଅଛି। ତ ବହୁତ ଧନ୍ୟବାଦ ଦେବାକୁ ପଡ଼ିବ ଏ କମିଟିକି, ଯିଏକି ଗୋଟେ ଏତେ ବଡ଼ ଆୟୋଜନ କରିଛନ୍ତି। ଆଉ ତାପରେ ଆମେମାନେ ବି ଆସି ଠାକୁରଙ୍କ ପ୍ରସାଦ ସେବନ କରିଦେଇଥିଲୁ। ପ୍ରସାଦ ସେବନ କରିବା ବେଳେ ଆମ ପାଇଁ ପୁରୀ, ଡାଲମା, ଖଟା ବହୁତ ଭଲ ଖାଇବା ପିଇବାର ମଧ୍ୟ ଆୟୋଜନ କରାଯାଇଥିଲା। ସବୁ ଲୋକମାନଙ୍କ ପାଇଁ ବି ଖାଇବା ପିଇବାର ଆୟୋଜନ କରାଯାଇଥିଲା। ତ ସାଙ୍ଗମାନେ ଆମେ ଖାଇ ପିଇ ବାହାରିଥିଲୁ ରାମଲୀଳା ଦେଖିବା ପାଇଁ, ଯେଉଁଠିକି ଆମ ଭାଇମାନେ ମେକଅପ୍ ନେଉଛନ୍ତି। ଏଠି ଏକ ବହୁତ ସୁନ୍ଦର ଶିବଲିଙ୍ଗର ମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଛି। ବହୁତ ସୁନ୍ଦର ଲାଗୁଛି, ବହୁତ ସୁନ୍ଦର ଡେକୋରେସନ୍, ବହୁତ ସୁନ୍ଦର ଆୟୋଜନ ମଧ୍ୟ ହେଇଛି। ତ ସାଙ୍ଗମାନେ ଆମେମାନେ ତ ଆସିଛୁ, ଆପଣମାନେ ବି ଆସନ୍ତୁ ଏଭଳି ଏକ ଆୟୋଜନର ଦେଖନ୍ତୁ। ଆଉ ଏତେ ଭଲ ଆୟୋଜନ ଯେ କି ଆଜିକାଲି ଦୁନିଆରେ ଯେଉଁଠି ସବୁଆଡ଼େ ଯାତ୍ରା ମେଲୋଡ଼ିର ମାହୋଲ, ଏଠି ରାମଲୀଳାର ମାହୋଲ। ଆଉ ସାଙ୍ଗମାନେ ଏଠି 7 ଦିନ ଧରି ରାମଲୀଳାର ଆୟୋଜନ ହେଉଛି। ସବୁଦିନ ଅଲଗା ଅଲଗା ପାର୍ଟିର ରାମଲୀଳା ଆୟୋଜକମାନେ ଆସୁଛନ୍ତି। ଆଉ ଦେଖିପାରୁଥିବେ ଏଇଟା ହେଉଛି ଆଙ୍କର ଷ୍ଟେଜ୍। ଏଠି ଲାଇଟ୍ ସାଉଣ୍ଡ ସବୁ ତ ପ୍ରାୟ ପ୍ରିପାରେସନ୍ ସରିଗଲାଣି। ସାଙ୍ଗମାନେ ଆସନ୍ତୁ, ମୁଁ ଆପଣଙ୍କୁ କିଛି ଏମିତି ଦୃଶ୍ୟ ଦେଖାଉଛି ଯେଉଁମାନେ ଦେଖୁଥିବେ ଇଏ ଭାଇ ଆମର ଶିବଙ୍କ ରୋଲ୍ରେ ଆକ୍ଟିଂ କରୁଛନ୍ତି। ଆଉ ସେପଟେ ଯିଏ ଛିଡ଼ା ହେଇଛନ୍ତି ସିଏ ପାର୍ବତୀ। ଆଉ ଇଏ ଦେଖୁଥିବେ ଦଶାନନ ରାବଣଙ୍କର 10 ମୁଣ୍ଡ। ତ ଭାଇମାନେ ଏଭଳି ଆୟୋଜନ ହେଉଛି ପ୍ରତାପ ନଗରୀର କଳାକାରମାନେ, ଯାହାକି ଏତେ ସୁନ୍ଦର ଗୋଟେ ଆୟୋଜନ କରିଛନ୍ତି। ଆଉ ବହୁତ ଧନ୍ୟବାଦ ଦେବାକୁ ପଡ଼ିବ ଏଭଳି ପିଲାମାନଙ୍କୁ, ଭାଇମାନଙ୍କୁ, ଯେଉଁମାନେ କି ଆଜିକାଲି ଏ ଜେନେରେସନ୍ରେ ରାମଲୀଳା ଭଳିଆ ଏକ ଜିନିଷକୁ ବଜାଇ ରଖିଛନ୍ତି। ଏମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଲେ, ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ। ତ ସାଙ୍ଗମାନେ ଆମେ ତ ଫାଷ୍ଟ ଯାଇଥିଲୁ, ଭାବୁଥିଲୁ ନାହିଁ କି ରାମଲୀଳା ହେଉଛି ଲୋକ ହେବେ କି ନାହିଁ। ତ ସାଙ୍ଗମାନେ ବିଶ୍ୱାସ କରିବେନି ଏତେ ଭିଡ଼। ଆଉ ରାମଲୀଳା ବି ସାଙ୍ଗମାନେ ସେଇଭଳିଆ। ତ ଦେଖୁଥିବେ ଇଏ ଭାଇ ଆମର ଲକ୍ଷ୍ମଣଙ୍କ ରୂପରେ ଗେଟଅପ୍ ହେଇସାରିଛନ୍ତି। ଯେ ଭାଇଙ୍କର ଆଜି ଲକ୍ଷ୍ମଣର ରୋଲ୍ ଅଛି। ତ ଦେଖିପାରୁଥିବେ କଳାକାର କେତେ ପରିଶ୍ରମ ଏମାନେ କରୁଛନ୍ତି। ଆଉ ଭାଇ ମଧ୍ୟ ଲକ୍ଷ୍ମଣଙ୍କ ରୂପରେ ତାଙ୍କର ଡ୍ରେସିଂ ସେନ୍ସ ଚାଲିଛି। ଏବେ ଫୁଲ ବି ବନ୍ଧାବନ୍ଧି ହେଉଛି। ତ ଭାଇମାନେ ଏମାନେ ଆକ୍ଚୁଆଲି କେତେ କଷ୍ଟ କରି କଳାକାର ଏ ରୋଲ୍ କରୁଛନ୍ତି। ଆଜିକାଲି ଜେନେରେସନ୍ରେ ତ ବହୁତ ମୁସ୍କିଲ। ଆଉ ବହୁତ ଦିନ ପରେ ମଧ୍ୟ ଆମେମାନେ ଆସିଥିଲୁ ଯେ ରାମଲୀଳା ଦେଖିବା ପାଇଁ। ଆଉ ଏମାନଙ୍କର ସାଜସଜ୍ଜା ବହୁତ। ଆଉ ଇଏ ଭାଇ ଆମର ରୋଲ୍ କରିଛନ୍ତି ରାମଙ୍କ ରୂପରେ, ଯିଏକି ପ୍ରଭୁ ରାମଚନ୍ଦ୍ର। ତାଙ୍କର ବି ପ୍ରାୟ ଡ୍ରେସିଂ ଚାଲିଛି। ତ ଭାଇମାନେ ଏମାନଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ଏଭଳିଆ ରୋଲ୍ କରିବା ପାଇଁ ଏମାନଙ୍କର ଆଗ୍ରହ। ଆଉ ଏଭଳିଆ କଳାକାର ବହୁତ କମ୍, କିନ୍ତୁ ବହୁତ ବହୁତ ଧନ୍ୟବାଦ ଦେବାକୁ ପଡ଼ିବ ଏ ଭାଇମାନଙ୍କୁ। ଆଉ ପ୍ରତାପ ନଗରୀର ଏ ଯେଉଁ କଳାକାରମାନେ, ଯିଏକି ରାମଲୀଳା ଅନୁଷ୍ଠାନକୁ ବଞ୍ଚାଇ ରଖିଛନ୍ତି। ଏବଂ ଇଏ ବହୁତ ଭଲ କଳାକାର, ସମସ୍ତେ ବହୁତ ଭଲ ଭଲ ଜାଗାରେ ଯାଇକି ରାମଲୀଳା ପରିଦର୍ଶନ କରନ୍ତି। ଆଉ ଇଏ ଦେଖୁଥିବେ ସାଙ୍ଗମାନେ ବହୁତ ପ୍ରକାର କଷ୍ଟ୍ୟୁମ୍ ରହିଛି, ସବୁ ରାବଣ, ରାମ, ଲକ୍ଷ୍ମଣ, ସୀତା ସମସ୍ତଙ୍କର। ତ ଭାଇ ଆମର ରାମଙ୍କ ରୂପରେ ପୁରା ଡ୍ରେସିଂ ଚାଲିଛି ଭାଇଙ୍କର। ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେଇଯିବ ରାମଲୀଳା। ତ ସାଙ୍ଗମାନେ ଇଏ ହେଉଛନ୍ତି ପାର୍ବତୀ ରୂପରେ ରୋଲ୍ କରିଛନ୍ତି। ତ ଭାଇମାନେ ଆଉ କିଛି ସମୟ ପରେ ଆରମ୍ଭ ହେବ। ମୁଁ ଆପଣଙ୍କୁ ସବୁ ଭିଡ଼ିଓ ଦେଖାଇବି କିଭଳି ସୁନ୍ଦର ରୂପରେ ଭାଇମାନେ ଆଉ କଳାକାରମାନେ ଆମ ପ୍ରତାପ ନଗରୀର ସମସ୍ତେ କିଭଳି ସୁନ୍ଦର ଅଭିନୟ କରିଛନ୍ତି। ତ ଭାଇ ଆମର ରାବଣଙ୍କ ରୂପରେ ତାଙ୍କର ଆଜି ଅଭିନୟ ଅଛି। ସିଏ ମଧ୍ୟ ମେକଅପ୍ ଆର୍ଟିଷ୍ଟ ଆମର
ଭାଇଙ୍କୁ ମେକଅପ୍ ଦେବାରେ ବ୍ୟସ୍ତ। ଇଏ ଭାଇ ହେଉଛନ୍ତି ଆମର ହନୁମାନ, ଯିଏକି ରାମଚନ୍ଦ୍ରଙ୍କ ପରମ ଭକ୍ତ ରୂପରେ ରୋଲ୍ କରୁଛନ୍ତି ଆଜି। ତ ସାଙ୍ଗମାନେ ପ୍ରାୟ ସମସ୍ତଙ୍କର ତ ଡ୍ରେସିଂ ତ ସାଙ୍ଗମାନେ ଇଏ ତ ଥିଲା କେମିତି କ'ଣ ଆୟୋଜନ ଚାଲିଛି। ଫୁଲ୍ ଭିଡ଼ିଓ ଦେଖିବା ପାଇଁ ଚାପ୍ଟର 2କୁ ଆସନ୍ତୁ। ରହିଲି, ଜୟ ଜଗନ୍ନାଥ।